ଯଦି ସମାଜରେ ନିଜର କିଛି ମୂଲ୍ୟ ନଥିବ ତେବେ କେହି ବି ସମ୍ମାନ ଦେବେ ନାହିଁ। ସମ୍ମାନ ଦେବା ତ ଦୂରର କଥା, କେହି ପାଖରେ ରଖି କଥା ମଧ୍ୟ ହେବାକୁ ପସନ୍ଦ ବି କରିବେ ନାହିଁ। କଥାରେ ଅଛି, ଦୁନିଆରେ ନିଜର ପଇସା ବଢାଅ କି ନ ବଢାଅ, କିନ୍ତୁ ନିଜର ମୂଲ୍ୟକୁ ବଢାଅ। ସମାଜ ଓ ଦୁନିଆରେ ନିଜର ଏପରି ମୂଲ୍ୟକୁ ବଢାଅ ଯେପରି ଅନ୍ୟ କେହି ତୁମ ସହ ରହିଲେ ତାର ନିଜର ମୂଲ୍ୟ ବଢିବାକୁ ଲାଗିବ। ଲୋକେ ତୁମକୁ ସାକ୍ଷାତ କରିବା ପାଇଁ ପାଗଳ ପରି ଚାହିଁ ରହିବେ। ଲୋକମାନେ ତୁମକୁ ଚାହିଁଲେ ବି ଇଗ୍ନୋର କରିପାରିବେ ନାହିଁ। ଏମିତି ପ୍ରକାରରେ ନିଜର ଭ୍ୟାଲୁ ଅର୍ଥାତ୍ ମୂଲ୍ୟକୁ ବଢାଇବା ଦରକାର। ତେବେ ପ୍ରଶ୍ନ ଉଠେ, ନିଜର ଭ୍ୟାଲୁକୁ କିପରି ପୁରା ଉପରକୁ ନେବା? କଣ କଣ କରିବା ଦ୍ୱାରା ନିଜର ମୂଲ୍ୟକୁ ରକେଟ ପରି ଉପରକୁ ନେଇ ହେବ? ଏହାର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ଏହି ବୁଦ୍ଧଙ୍କ କାହାଣୀକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ପଡ଼ିବ। ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ଏହି କାହାଣୀକୁ ଶୁଣିଲା ପରେ ତୁମର ମୂଲ୍ୟ 100% ଉପରକୁ ବଢିଯିବ। ତେବେ ଚାଲନ୍ତୁ କାହାଣୀକୁ ଆରମ୍ଭ କରିବା। ଗୋଟିଏ ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଗୋଟିଏ ଗଛ ତଳେ ରସିକୁ ବାହି ଉପରେ କାନ୍ଦି କାନ୍ଦି ବାନ୍ଧୁଥିଲା। ଏହି ସମୟରେ ଜଣେ ବୌଦ୍ଧ ଭିକ୍ଷୁ ସେଇ ରାସ୍ତା ଦେଇ ଆସୁଥିଲେ। ବୌଦ୍ଧ ଭିକ୍ଷୁ ସେଇ ଯୁବକର କାନ୍ଦ ଶୁଣି ତା ପାଖକୁ ଆସି କହିଲେ, ହେ ପୁଅ, କଣ ପାଇଁ ତୁମେ ଏତେ ଜୋରରେ କାନ୍ଦୁଛ? ଆଉ ଏ ରସିକୁ କାହିଁକି ଏ ଗଛ ଡାଳରେ ବାନ୍ଧୁଛ? ପ୍ରଥମେ ପ୍ରଥମେ ସେଇ ଯୁବକଟି ବୌଦ୍ଧ ଭିକ୍ଷୁଙ୍କ ପ୍ରଶ୍ନ ଶୁଣି କିଛି ଉତ୍ତର ଦେଲା ନାହିଁ। ଏହାପରେ ସେ ବୌଦ୍ଧ ଭିକ୍ଷୁ ପୁନର୍ବାର କହିଲେ, ହେ ପ୍ରିୟ ଯୁବକ, ତୁମେ କାହିଁକି କାନ୍ଦୁଛ? ଯଦି ତୁମେ ମୋତେ ତୁମର ଦୁଃଖିତ ହେବାର କାରଣ କହିବ, ତେବେ ମୁଁ ନିଶ୍ଚୟ ତୁମର ଦୁଃଖ ଦୂର କରିବାରେ ସାହାଯ୍ୟ କରିପାରିବି। ବୌଦ୍ଧ ଭିକ୍ଷୁଙ୍କ ମୁଖରୁ ସାହାଯ୍ୟ କରିବାର ବଚନ ଶୁଣି ସେଇ ପିଲାଟି ସ୍ଥିର ହୋଇଗଲା। ସେ ତାର ଆତ୍ମହତ୍ୟା କରିବାର ଚିନ୍ତା ଛାଡ଼ି କାନ୍ଦ ବନ୍ଦ କରି ଭିକ୍ଷୁକୁ କହିଲା, ହେ ଗୁରୁଦେବ, ହେ ମୁନିବର, ମୁଁ ଆପଣଙ୍କୁ କଣ କହିବି? ମୋ ଭାଗ୍ୟ ଖରାପ। ମତେ କେହି ବି ପସନ୍ଦ କରୁନାହାନ୍ତି। ମତେ ନା ଘର ଲୋକ ପସନ୍ଦ କରୁଛନ୍ତି, ନା ମୋ ସାଙ୍ଗସାଥୀ, ନା ମୋ ସାହି ପଡିଶା ଲୋକ। ସମସ୍ତେ ମୋର ମଜାକ ଉଡାଉଛନ୍ତି। କେହି ବି ମୋ କଥାକୁ ସିରିୟସ ନେଉନାହାନ୍ତି। ମୁଁ ଯଦି କିଛି ଜରୁରୀ କଥା କହୁଛି, ତେବେ ସେମାନେ ସେଇ କଥାକୁ ମଜାକରେ ଉଡାଇ ଦେଉଛନ୍ତି। ଲାଗୁଛି ମୁଁ ଯେମିତି ତାଙ୍କ ପାଇଁ ଗୋଟିଏ କଣ୍ଢେଇ। ନା ମୋ ବାପା ମୋର ମୂଲ୍ୟକୁ ବୁଝିପାରୁଛନ୍ତି, ନା ମୋର ମା, ନା ମୋର ସାଙ୍ଗସାଥୀ ମାନେ ମୋର ମୂଲ୍ୟକୁ ବୁଝିପାରୁଛନ୍ତି। ସମସ୍ତେ ମତେ ମଜାକରେ ନେଉଛନ୍ତି। ତେଣୁ ମୁଁ ଡିସାଇଡ୍ କରିଛି, ମୁଁ ଏଇ ଦୁନିଆରେ ନ ରହିବା ଭଲ। ମତେ ଏଇ ଦୁନିଆରୁ ଚାଲିଯିବା ଉଚିତ। ଯଦି ମୁଁ ସମସ୍ତଙ୍କ ପାଇଁ ମଜାକ ହୋଇଯାଏ, ତାହେଲେ ମୋ ଜୀବନରେ ବଞ୍ଚିବା ଲାଭ କଣ? ତେଣୁ ହେ ମହାତ୍ମା, ମୁଁ ଚାହୁଁଛି ମୋ ଜୀବନକୁ ଶେଷ କରିଦେବା ପାଇଁ। ଆପଣ ମତେ କିଛି ନ କହି ଆଗକୁ ଯାଆନ୍ତୁ। ମୁଁ ଆଜି ହିଁ ମୋର ଜୀବନକୁ ଶେଷ କରିଦେବି। ସେହି ଯୁବକଟିର ଏହି କଥା ଶୁଣି ବୌଦ୍ଧ ଭିକ୍ଷୁ ଜଣକ କହିଲେ, ସାମାନ୍ୟ ଏଇ କଥା ପାଇଁ ତୁମେ ନିଜକୁ ଶେଷ କରିବାକୁ ଚାହୁଁଛ? ମୋ କଥାକୁ ଭଲ ଭାବେ ଶୁଣ। ମୁଁ ତୁମକୁ 5ଟି ଏପରି ନିୟମ କହିବି, ଯେଉଁ 5ଟି ନିୟମକୁ ତୁମେ ଯଦି ନିୟମିତ ଭାବେ ତୁମ ଜୀବନରେ ଲାଗୁ କରିବ, ତେବେ ତୁମର ଭ୍ୟାଲ୍ୟୁକୁ, ତୁମର ମୂଲ୍ୟକୁ କେହି ଅଣଦେଖା କରିବେ ନାହିଁ। ତୁମର ଭ୍ୟାଲ୍ୟୁ ସମସ୍ତ ଲୋକଙ୍କ ଆଗରେ, ତୁମର ବାପା ମା, ତୁମର ପରିବାର, ଏମିତିକି ତୁମ ସାଙ୍ଗସାଥୀଙ୍କ ମଧ୍ୟରେ ମଧ୍ୟ ବହୁତ ଉପରେ ରହିବ। ସେହି ବୌଦ୍ଧ ଭିକ୍ଷୁଙ୍କ କଥା ଶୁଣି ଯୁବକଟି କହିଲା, କଣ ଆପଣ ସତ କହୁଛନ୍ତି ମହାତ୍ମା? ଏହା କଣ ସତ ଅଟେ? ଆପଣ ଯେଉଁ 5ଟି କଥା କହିବେ, ସେ 5ଟି କଥା କଣ ମୋର ଭ୍ୟାଲ୍ୟୁକୁ ବଢାଇ ପାରିବ? ମୋର ମୂଲ୍ୟକୁ ସମସ୍ତଙ୍କ ଆଗରେ ଉପରକୁ ଟେକି ପାରିବ? ମୁଁ କାହା ଆଗରେ ଆଉ ମଜାକ ହେବିନି ତ? ଏହାପରେ ବୌଦ୍ଧ ଭିକ୍ଷୁ ଜଣକ କହିଲେ, ହଁ ହଁ ବାଳକ, ତୁମେ ନିଶ୍ଚୟ ପାରିବ। କେବଳ ସେଇ 5ଟି ନିୟମକୁ ଶୁଣ। ସେଇ 5ଟି ନିୟମକୁ ଭଲ ଭାବରେ ବୁଝ। ସେ 5ଟି ନିୟମକୁ ବୁଝି ତୁମ ଜୀବନରେ ଲାଗୁ କର। ଦେଖିବ, ତୁମର ମୂଲ୍ୟ ବଢିବାର ତୁମେ ନିଜେ ଅନୁଭବ କରିପାରିବ। ତୁମକୁ ସମସ୍ତେ ସମ୍ମାନ ଦେବେ। ତୁମକୁ କେହି ଇଗ୍ନୋର କରିବେ ନାହିଁ। ସେଇ 5ଟି ନିୟମ ଭିତରୁ ପ୍ରଥମ ନିୟମଟି ହେଉଛି, କାହାର କେତେ ବି ଜରୁରୀ କାମ ଥିଲେ ବି ନିଜର ଜରୁରୀ କାମ ଛାଡିକି ଯାଅ ନାହିଁ। ନିଜର ସମ୍ମାନକୁ ବଢାଇବାକୁ ହେଲେ ଏପରି ନିଷ୍ପତ୍ତି ନେବାକୁ ପଡିଥାଏ। ଆମେ ଆମର ଜରୁରୀ କାମ ଛାଡିକି ଅନ୍ୟ ପାଖକୁ ଯାଉ, ଅନ୍ୟର କାମକୁ ବୁଝୁ। କିନ୍ତୁ ଏହା ଯଦି ଆମେ ବାରମ୍ବାର କରିବା, ଏଇ କାମରେ ଯଦି ଆମେ କୌଣସି ଲଗାମ ନ ଲଗାଇବା, ତେବେ ଆମର ଜରୁରୀ କାମ ତ ଅଧାରେ ରହିଯିବ। କିନ୍ତୁ ଅନ୍ୟର ଜରୁରୀ କାମ ହେବା ସହିତ ଅନ୍ୟ ଆଗରେ ନିଜର ରେସପେକ୍ଟ ମଧ୍ୟ ଚାଲିଯିବ। ଅନ୍ୟ ଲୋକ ତୁମକୁ ଖାମଖିଆଲି ଭାବିବେ, ତୁମକୁ ଅତି ସାଧାରଣ ଭାବିବେ। ସେମାନେ ଭାବିବେ କି ୟାର କିଛି କାମ ଧନ୍ଦା ନାହିଁ, ୟାର କୌଣସି କାମ ନାହିଁ, ତେଣୁ ଏହାକୁ ଯେତେବେଳେ ଡାକିଲେ, ଯେକୌଣସି କାମ କରୁଥିଲେ ମଧ୍ୟ ଡାକିଲେ ଇଏ ଧାଇଁକି ଆସୁଛି। ତାଙ୍କ କଥା ତୁମ ପାଇଁ ଅତି ସରଳ ହବ। ସେ ତୁମକୁ ଅତି ନିଚ ମନରେ ଦେଖିବେ।
ତେଣୁ ଜୀବନରେ ତୁମେ ଯଦି ଜରୁରୀ କାମରେ ରହିଛ, ତେବେ ତୁମର ଜରୁରୀ କାମକୁ ନ ଛାଡ଼ିକି କେତେବେଳେ ବି ଅନ୍ୟ କାମକୁ ଯିବ ନାହିଁ। ନିଜର ଜରୁରୀ କାମ ନ ହେବା ପର୍ଯ୍ୟନ୍ତ ଅନ୍ୟ ପାଇଁ ନିଜର ମସ୍ତିଷ୍କକୁ ବ୍ୟବହାର କରିବ ନାହିଁ। ଏହାପରେ ଦ୍ୱିତୀୟ ନିୟମଟି ହେଉଛି ନିଜର ଛୋଟରୁ ଛୋଟ ସିକ୍ରେଟକୁ ଅର୍ଥାତ୍ ଗୁପ୍ତ କଥାକୁ ଲୁଚାଇକି ରଖିବ। ସେ ଯେତେ ଭଲ ସାଙ୍ଗ ହେଲେ ବି ତାଙ୍କୁ ତୁମର ଗୁପ୍ତ କଥାକୁ ବା ସିକ୍ରେଟ କଥାଗୁଡ଼ିକୁ କଦାପି କହିବ ନାହିଁ। କାରଣ ଏହି ଦୁନିଆ ବହୁତ ଖରାପ। ତୁମେ ଜଣକୁ ତୁମର ଗୁପ୍ତ କଥା କହିଥିବ କି ନାହିଁ, ସେ ତୁମର ଗୁପ୍ତ କଥାର ଫାଇଦା ଉଠାଇବ। ସେ ତୁମକୁ ଆଜି ନହେଲେ କାଲି ସେଇ ସିକ୍ରେଟ କଥା ପାଇଁ ଦୁଃଖ ଦେବା ଆରମ୍ଭ କରିବ। ସେ ତୁମକୁ ତାର ମନରେ ଅତି ସାଧାରଣ ଭାବିବ, ଅତି ଖରାପ ଭାବିବ, ଅତି ନିମ୍ନ ପ୍ରକୃତିର ଲୋକ ଭାବିବ। ତେଣୁ ଯଦି ତୁମେ ଚାହୁଁଛ ନିଜର ଭ୍ୟାଲୁକୁ ଅନ୍ୟ ନିକଟରେ, ନିଜର ସାଙ୍ଗସାଥି ନିକଟରେ ବଢ଼ିବାକୁ ହେଲେ ତୁମର ଖରାପ ଗୁଣଗୁଡ଼ିକୁ କଦାପି କହିବ ନାହିଁ। ସେଗୁଡ଼ିକୁ କହିବାକୁ ଅତି ଜରୁରୀ ମନେ କରିବ ନାହିଁ। ଏହାପରେ ତୃତୀୟ ନିୟମଟି ହେଉଛି କାହାକୁ ସବୁବେଳେ ହଁ ହଁ କରିକି ଉତ୍ତର ଦେବା ଛାଡ଼ିଦିଅ। କିଛି ସମୟ ରହିକି କଥା କହିବା ଅଭ୍ୟାସ କର, ଯାହାଦ୍ୱାରା ତୁମେ ପୁରା ଅଲଗା ଅନୁଭବ କରିବ। ତୁମେ ଯଦି ତୁମ ସାଙ୍ଗସାଥି ମାନଙ୍କ ଆଗରେ, ତୁମ ସମ୍ପର୍କୀୟ ଲୋକମାନଙ୍କ ଆଗରେ ବିନା ଡରିକି ଆତ୍ମବିଶ୍ୱାସର ସହ ହଁ କିମ୍ବା ନାହିଁରେ ଉତ୍ତର ଦେବ ଏବଂ ଟିକେ ଅନୁଭବ କରିକି, ଟିକେ ଭାବିକି ଉତ୍ତର ଦେବ, ତେବେ ସେମାନେ ତୁମକୁ ଅତି ଜରୁରୀ ମନେ କରିବେ। କିନ୍ତୁ ତୁମେ ଯଦି ତାଙ୍କ ହଁରେ ହଁ ମିଶାଇବ, ତାଙ୍କ ନାହିଁରେ ନାହିଁ ମିଶାଇବ, ତେବେ ତୁମକୁ ଗୋଟେ ସାଧାରଣ କଣ୍ଢେଇ ଭାବିବେ, ଯାହାର କୌଣସି ବି ମତ ନାହିଁ, ଯାହାର କୌଣସି ବି ଚିନ୍ତା ନାହିଁ। ତେଣୁ ତୁମକୁ ଆଜିଠୁ ଯେତେବେଳେ ବି କାହା ସହିତ କଥା ହେବାର ଅଛି, ନିଜର ପ୍ରତିକ୍ରିୟାକୁ ନ ଡରିକି, ନ ଭାବିକି, ସାମ୍ନାର ଲୋକ କଣ ଭାବିବ ଏହା ନ ଭାବିକି ରଖିବା ଉଚିତ। ଯଦି ତୁମକୁ ସାମ୍ନାର ଲୋକର କଥା ଭଲ ଲାଗୁଛି ତାହେଲେ ହଁ କରିବ, ଯଦି ପସନ୍ଦ ନାହିଁ ତାହେଲେ ନାହିଁ କରିଦେବ। ଏହା ଦ୍ୱାରା କଣ ହବ ନା, ସେଇ କ୍ଷଣରେ ସିନା ସେଇ ଲୋକ ତୁମକୁ ଖରାପ ଭାବିବ, ମାତ୍ର କିଛି ସମୟ ପରେ, କିଛି ଦିନ ପରେ ସେଇ ମନୁଷ୍ୟ ତୁମ ପ୍ରତି ଏକ ରେସ୍ପେକ୍ଟର ଭାବନା ସୃଷ୍ଟି କରାଇବ। ସେ ତୁମକୁ ଅତି ସାଧାରଣ ଭାବିବ ନାହିଁ, ସେ ତୁମକୁ କଥା କହିବା ପାଇଁ ବହୁତ ଭାବି ବିଚାରିକି କହିବ, ଯାହାଦ୍ୱାରା ତୁମର ମୂଲ୍ୟ ତା ଆଗରେ ବହୁତ ଉପରକୁ ଉଠିଯିବ। ଏହାପରେ ଚତୁର୍ଥ ନିୟମଟି ହେଉଛି ଅନ୍ୟ ଲୋକମାନଙ୍କୁ ଇଗ୍ନୋର କରିବା ଆରମ୍ଭ କର। ତୁମକୁ ଏହା ଶୁଣିକି ଆଶ୍ଚର୍ଯ୍ୟ ଲାଗିଥିବ କି ଆମେ କାହିଁକି ଅନ୍ୟ ଲୋକମାନଙ୍କୁ ଇଗ୍ନୋର କରିବା, କିନ୍ତୁ ଏହା ସବୁବେଳେ କରିବା ଉଚିତ ନୁହେଁ। ମାତ୍ର ଅଧିକାଂଶ ସମୟରେ ଏହା କରିବା ଦ୍ୱାରା ନିଜର ମୂଲ୍ୟକୁ ବଢାଇଥାଏ। ଆମେ ଯେଉଁ ମନୁଷ୍ୟକୁ ଅଣଦେଖା କରିଥାଉ, ସେହି ମନୁଷ୍ୟ ଆମ ପ୍ରତି ଅଧିକ ଭାବନା ରଖିଥାଏ। ସେହି ମନୁଷ୍ୟ ଆମର କଥାକୁ, ଆମର ବିଚାରକୁ ଅଧିକ ଭାବିଥାଏ। ଆଉ ଆମେ ଯଦି ସମସ୍ତ ଲୋକଙ୍କ ଆଗରେ ଯେକୌଣସି ସମୟରେ ମିଶିବାକୁ ବି ଚାହିଁବା, ତେବେ ସେମାନେ ଆମକୁ କୌଣସି ମୂଲ୍ୟ ନଥିବା ମନୁଷ୍ୟ ଭାବିବେ। ତେଣୁ ଆଜିଠୁ ଯେଉଁ ମନୁଷ୍ୟ ପାଖରେ ତୁମର ଜରୁରୀ କାମ ନାହିଁ, ସେହି ମନୁଷ୍ୟକୁ ଇଗ୍ନୋର କରିବା ଆରମ୍ଭ କରିବ। ଏହା ଦ୍ୱାରା କଣ ହେବ ନା, ସେ ତୁମକୁ ନୋଟିସ କରିପାରିବ, ତାର ମନରେ ତୁମ ପ୍ରତି ଏକ ସକାରାତ୍ମକ ଭାବନା ସୃଷ୍ଟି ହେବ। ସେ ତୁମକୁ ତା ମନରେ ଏକ ଆଶ୍ଚର୍ଯ୍ୟଜନକ ବିଚାରରେ ତୁମକୁ ତା ମସ୍ତିଷ୍କରେ ବାନ୍ଧି ରଖିଥିବ। ଏହାପରେ ପଞ୍ଚମ ନିୟମଟି ହେଉଛି ଯାହା କହୁଛ ତାକୁ କରିକି ଦେଖାଇବାକୁ ପଡିବ। ଏହା ନାହିଁ କି ତୁମେ ଯାହା ପାରି ତାହା କହିଦେବ ଏବଂ ସେଗୁଡ଼ିକୁ କରିବା ପାଇଁ ବାଧ୍ୟ। ନା, ତୁମ ଦ୍ୱାରା ଯାହା ସମ୍ଭବ, ତୁମେ ଯାହା କରିପାରିବ ତାହା ଯଦି ତୁମେ କାହା ଆଗରେ କହୁଛ, ତାହେଲେ ତାକୁ କରିକି ଦେଖାଅ, ତାକୁ ସମ୍ପୂର୍ଣ୍ଣ କର। ଏହା ଦ୍ୱାରା କଣ ହବ ନା, ତୁମର ଭ୍ୟାଲ୍ୟୁ, ତୁମର ମୂଲ୍ୟ ଅନ୍ୟ ନିକଟରେ ଆପେ ଆପେ ବଢିବ। ସେଇ ଯୁବକଟି ବୌଦ୍ଧ ଭିକ୍ଷୁକ ଏପରି 5ଟି ନିୟମ ଶୁଣି ଆତ୍ମହତ୍ୟା କରିବାର ବିଚାରକୁ ଛାଡି ଘରକୁ ଗଲା ଏବଂ ସେ ଗୋଟିଏ ବର୍ଷ ଯାଏଁ ଏହି 5ଟି ନିୟମକୁ ପାଳନ କଲା। ଏହି 5ଟି ନିୟମ ପାଳନ କରିବା ଦ୍ୱାରା ଗୋଟିଏ ବର୍ଷ ପରେ ତାହାର ଆଖପାଖର ଲୋକମାନେ ତାହା ସହ ଅତି ଭଲ ଭାବରେ କଥା ହେଲେ। ତାହା ସହ କଥା ହେବା ପାଇଁ, ତାହାର ସମସ୍ତ ବିଚାରକୁ ଜାଣିବା ପାଇଁ ଲୋକମାନେ ଅପେକ୍ଷା କରୁଥିଲେ। ଘର ପରିବାର ଲୋକେ ତାର ନିଜର ବିଚାର, ତାର ନିଜର ମତ ପାଇଁ ମନରେ ମନରେ ବହୁତ ଗର୍ବିତ ହେଉଥିଲେ। ଭାଇମାନେ, ଆପଣଙ୍କୁ ଯଦି ବି ଆପଣଙ୍କର ମୂଲ୍ୟକୁ ବଢାଇବାର ଅଛି, ଆପଣଙ୍କର ଭ୍ୟାଲ୍ୟୁକୁ ଅନ୍ୟ ନିକଟରେ ବଢାଇବାର ଅଛି, ତେବେ ଏହି 5ଟି ନିୟମକୁ କେବଳ ଗୋଟିଏ ବର୍ଷ ପାଇଁ ନିଜ ଭିତରେ ଲାଗୁ କରିକି ଦେଖ। ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ଆପଣଙ୍କୁ ଏମିତି କେହି ବି ମିଳିବେନି ଯିଏ ଆପଣଙ୍କୁ ଅତି ସାଧାରଣ ମନୁଷ୍ୟ ଭାବିବ। ଭାଇମାନେ, এই ଭିଡିଓଟି ଯଦି ଆପଣଙ୍କ ମନକୁ ଟିକେ ବି ଛୁଇଁ ପାରିଛି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖନ୍ତୁ।